ओम साई राम। ओम श्री साई सच्चरित 50तम अध्याय। काकांक शिरिडी आगमन को प्रतीक्षा, सन्थंक भातृवत् प्रेम एवं बालाराम धुरंधरଙ୍କ कथा। प्रस्तावना। अनंत कोटि ब्रह्मांड नायक राजाधिराज जोगीराज परम ब्रह्म श्री साईनाथ महाराजंकर जय हेउ। हे भक्तगणंकर आधार परमेश्वर सद्गुरु गीतार शिक्षा दे जी आमको शक्ति दियंती से ही प्रभु साई आम प्रति कृपा दृष्टि करंतु एवं आशीष प्रदान करंतु। मलयगिरी स्थित चंदन वृक्ष जेपरी उत्ताप हरण करिनिए, मेघ जेपरी जलवृष्टि करी शीतलता एवं सतेजतार पुलक प्रदान करे, बसंत ऋतुरे प्रस्फुटित पुष्प जेपरी ईश्वरंक उपासनारे सहायक हुए, सेहीपरि श्री साई बाबांकर कथा पाठक ओ श्रोता उभयंको शांति ओ सुख प्रदान करे। जी एही कथा कहे बा श्रवण करे से दुहे धन्य। कहिबा द्वारा मुख तथा श्रवण द्वारा कर्ण पवित्र होई जाए। यहाँ सर्वजन विदित जे जेते प्रकार साधना कले मध्य सद्गुरुंकर कृपा न हेले जीवन रे आध्यात्मिक लक्ष्य प्राप्ति हेब नाही। एही प्रसंगरे निम्नलिखित कथा शुणन्तु। काकांक शिरिडी आगमन को बाबांक प्रतीक्षा। काका साहेब दीक्षित 1864 रु 1926। श्री हरिनाम सीताराम उर्फ काका साहेब दीक्षित 1864 मसीहारे खंडुआ रे एक ब्राह्मण परिवार रे जन्म ग्रहण करिथिले। खंडुआ हिंगण घाटरे प्राथमिक शिक्षा ओ नागपुर रे से माध्यमिक शिक्षा लाभ कले। एहा परे
ଉଚ୍ଚଶିକ୍ଷା ପାଇଁ ମୁମ୍ବାଇ ଆସିଲେ। ପ୍ରଥମେ ୱିଲସନ୍ କଲେଜ ଓ ତାପରେ ଏଲଫିନ୍ଷ୍ଟନ୍ କଲେଜରେ ଅଧ୍ୟୟନ କଲେ। 1883 ମସିହାରେ ସେ ସ୍ନାତକ ଲାଭ କଲେ। ତାପରେ LL.B. ଓ ସଲିସିଟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଏବଂ ସରକାରୀ ସଲିସିଟର ଫାର୍ମ ମେସର୍ସ ଲିଟିଲ ଏଣ୍ଡ କମ୍ପାନୀରେ ଯୋଗ ଦେଲେ। କିଛି ବର୍ଷ ପରେ ସେ ନିଜର ଏକ ସଲିସିଟର ଫାର୍ମ ଖୋଲିଲେ। 1909 ମସିହା ପୂର୍ବରୁ ସେ ବାବାଙ୍କର ନାମ ଶୁଣି ନଥିଲେ, କିନ୍ତୁ ତାପରେ ସେ ତାଙ୍କର ଜଣେ ବଡ଼ ଭକ୍ତ ପାଲଟିଗଲେ। ଲୋନାଭେଲାରେ ସେ ରହୁଥିବା ବେଳେ ତାଙ୍କର ପୁରୁଣା ବନ୍ଧୁ ନାନା ସାହେବ ଚନ୍ଦୋରକରଙ୍କ ସହିତ ଦେଖା ହୁଏ। ଉଭୟେ ନାନା ବିଷୟରେ ଆଳାପ ଆଲୋଚନା କରନ୍ତି। ଦିନେ ଏପରି ଆଲୋଚନା ସମୟରେ କାକା ସାହେବ ଲଣ୍ଡନରେ ଟ୍ରେନ୍ ଚଢ଼ୁଥିବା ସମୟରେ କିପରି ଖସି ପଡ଼ିଲେ ତଥା ଆହତ ହେଲେ ସେହି କଥା କହୁଥିଲେ। ନାନା ସାହେବ ତାଙ୍କୁ କହିଲେ, ଏହି ଖଞ୍ଜ ଗୋଡ଼ ତଥା ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ସେ ତାଙ୍କର ସଦ୍ଗୁରୁ ଶ୍ରୀ ସାଇବାବାଙ୍କ ଶରଣରେ ଯିବା ଉଚିତ। ଏହା କହି ସେ ବାବାଙ୍କର ଠିକଣା ଓ ପୂର୍ଣ୍ଣ ବିବରଣୀ ଦେଲେ। ତା ସହିତ ବାବାଙ୍କର ଏହି ଉକ୍ତି ମଧ୍ୟ ଦୋହରାଇଲେ ଯେ ମୁଁ ମୋର ଭକ୍ତମାନଙ୍କୁ 7 ସମୁଦ୍ର ଦୂରରୁ ମଧ୍ୟ ଟାଣି ଆଣିବି, ଯେପରିକି ଦଉଡ଼ିରେ ବନ୍ଧା ହୋଇଥିବା ପକ୍ଷୀଟିଏ ଟାଣି ହୋଇ ଆସେ। ସେ ଏକଥା ବି ସ୍ପଷ୍ଟ କରିଦେଲେ ଯେ ଯଦି ତୁମେ
ବାବାଙ୍କର ଲୋକ ହୋଇନଥିବ, ତାହେଲେ ତାଙ୍କ ପ୍ରତି ଆକର୍ଷିତ ହେବ ନାହିଁ କି? ତାଙ୍କର ଦର୍ଶନ ମିଳିବ ନାହିଁ। ଏହି କଥା ଶୁଣି କାକା ସାହେବଙ୍କ ମନରେ ବଡ଼ ଆଗ୍ରହ ଓ ପ୍ରସନ୍ନତା ହେଲା ଏବଂ ନାନା ସାହେବଙ୍କୁ ସେ କହିଲେ ଯେ ଶିରିଡ଼ି ଯାଇ ସେ ବାବାଙ୍କୁ ଦର୍ଶନ କରିବେ। ତେବେ ଶରୀରର ପଙ୍ଗୁତ୍ୱ ନୁହେଁ, ତାଙ୍କ ମନର ଚଞ୍ଚଳତା ତଥା ପଙ୍ଗୁ ଅବସ୍ଥାକୁ ଦୂର କରି ଶାଶ୍ୱତ ଆନନ୍ଦ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିବେ। କିଛି ଦିନ ପରେ କାକା ସାହେବ ମୁମ୍ବାଇ ବିଧାନ ପରିଷଦ ନିର୍ବାଚନ ସଂକ୍ରାନ୍ତରେ ଅହମ୍ମଦନଗର ଗଲେ ଓ ସେଠାରେ କାକା ସାହେବଙ୍କ ମିରିକରଙ୍କ ଘରେ ରହିଲେ। କାକା ସାହେବ ମିରିକରଙ୍କ ପୁତ୍ର ବାଲା ସାହେବ ମିରିକର ମଧ୍ୟ ସେହି ସମୟରେ ଅଶ୍ୱପ୍ରଦର୍ଶନୀ ପାଇଁ ଅହମ୍ମଦନଗର ଆସିଥିଲେ। ସେ କୋପରଗାଓଁର ମାମଲତଦାର ଥିଲେ। ନିର୍ବାଚନ କାମ ସରିବା ପରେ କାକା ସାହେବ ଶିରିଡ଼ି ଯିବାକୁ ଚାହିଁଲେ। ମିରିକର ପିତା ପୁତ୍ର ମଧ୍ୟ କାହା ସାଙ୍ଗରେ ତାଙ୍କୁ ପଠାଇଲେ ଭଲ ହେବ ବୋଲି ବିଚାର କରି ଜଣେ ଉପଯୁକ୍ତ ବ୍ୟକ୍ତିଙ୍କର ସନ୍ଧାନରେ ଥିଲେ। ତେଣେ ସ୍ୱୟଂ ବାବା ତାଙ୍କର ନିଆରା ଶୈଳୀରେ କାକାଙ୍କୁ ସ୍ୱାଗତ କରିବାର ବ୍ୟବସ୍ଥା କରୁଥିଲେ। ଶ୍ୟାମାଙ୍କ ନିକଟକୁ ଏହି ସମୟରେ ତାଙ୍କ ଶ୍ୱଶୁରଙ୍କଠାରୁ ଅହମ୍ମଦନଗରରୁ ଗୋଟିଏ ଟେଲିଗ୍ରାମ ଆସିଲା। ଶାଶୁଙ୍କର ସ୍ୱାସ୍ଥ୍ୟ ବଡ଼ ଉଦ୍ବେଗଜନକ, ତେଣୁ ଯଥାଶୀଘ୍ର ଆସିବାକୁ ଅନୁରୋଧ କରାଯାଇଥିଲା। ଟେଲିଗ୍ରାମଟି ପାଇ ଶ୍ୟାମା ଚରାଚରିତ ଭାବେ ବାବାଙ୍କର ଅନୁମତି ନେଲେ ଓ ଅହମ୍ମଦନଗର
ଯାଇ ଶାଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିଲେ। ସେତେବେଳେ ଶାଶୁଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଥାଏ। ନାନା ସାହେବ ପାନସେ ଓ ଆପା ସାହେବ ଗାଡ୍ରେ ପ୍ରଦର୍ଶନୀକୁ ଯାଉଥିବା ବେଳେ ବାଟରେ ଶ୍ୟାମାଙ୍କୁ ଦେଖିଲେ। ମିରିକରଙ୍କ ଘରକୁ ଯାଇ କାକା ସାହେବ ଦୀକ୍ଷିତଙ୍କୁ ଦେଖା କରି ତାଙ୍କୁ ସାଙ୍ଗରେ ଶିରିଡ଼ି ନେଇଯିବାକୁ ସେମାନେ ଶ୍ୟାମାଙ୍କୁ ଅନୁରୋଧ କଲେ। ଶ୍ୟାମାଙ୍କର ଆଗମନ ବିଷୟ ମଧ୍ୟ ସେମାନେ କାକା ସାହେବ ଓ ମିରିକରଙ୍କୁ ଜଣାଇଲେ। ସନ୍ଧ୍ୟାରେ ଶ୍ୟାମା ମିରିକରଙ୍କ ଘରେ ପହଞ୍ଚିଲେ ଓ ମିରିକର କାକା ସାହେବଙ୍କ ସହ ତାଙ୍କର ପରିଚୟ କରାଇଦେଲେ। ରାତି 10ଟା ଟ୍ରେନରେ ସେମାନେ କୋପରଗାଁও ଯିବା ପାଇଁ ସ୍ଥିର କଲେ। ଏହାପରେ ଏକ କୌତୂହଳ ଘଟଣା ଘଟିଲା। ବାଲା ସାହେବ ମିରିକର ବାବାଙ୍କର ଗୋଟିଏ ବଡ଼ ଫଟୋ ଉପରେ ଘୋଡ଼ା ଯାଇଥିବା କପଡ଼ାଟିକୁ ହଟାଇ ଦେଲେ ଏବଂ କାକା ସାହେବଙ୍କୁ ତାଙ୍କର ଦର୍ଶନ କରାଇଲେ। ଯାହାଙ୍କର ଦର୍ଶନ ପାଇଁ ସେ ଶିରିଡ଼ି ଯାଉଛନ୍ତି, ଫଟୋ ରୂପରେ ସେ ଏଠାରେ ତାଙ୍କୁ ଦର୍ଶନ ଦେଉଥିବା ଦେଖି କାକା ସାହେବଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ଭାବବିହ୍ୱଳ ହୋଇପଡ଼ିଲେ ଓ ବାବାଙ୍କର ଚିତ୍ର ପ୍ରତିମା ଆଗରେ ସାଷ୍ଟାଙ୍ଗ ପ୍ରଣିପାତ କଲେ। ଏହି ଫଟୋଟି ମେଘା ପୂଜା କରୁଥିଲେ। ତାର କାଚ ଭାଙ୍ଗି ଯାଇଥିବାରୁ ତାକୁ ପୁଣି କାଚ ଲଗେଇ ବନ୍ଧେଇ କରିବା ପାଇଁ ସେ ମିରିକରଙ୍କ ପାଖକୁ ପଠାଇଥିଲେ। ଫଟୋ ବନ୍ଧେଇ ହୋଇସାରିଥିଲା ଏବଂ କାକା ସାହେବ ଓ ଶ୍ୟାମାଙ୍କ ହାତରେ ତାକୁ ପଠେଇ ଦେବାକୁ ସ୍ଥିର କଲେ। 10ଟା ବାଜିବା ପୂର୍ବରୁ ଦୁହେଁ ଷ୍ଟେସନରେ ପହଞ୍ଚିଲେ ଏବଂ
ଦ୍ୱିତୀୟ ଶ୍ରେଣୀ ଟିକେଟ କଲେ, କିନ୍ତୁ ଗାଡ଼ି ଷ୍ଟେସନରେ ପହଞ୍ଚିଲା ବେଳକୁ ପ୍ରବଳ ଭିଡ଼ ହୋଇଥିଲା ଏବଂ ସୋରିଷ ପକାଇବାକୁ ମଧ୍ୟ ଜାଗା ନଥିଲା। ସୌଭାଗ୍ୟବଶତଃ ଟ୍ରେନର ଗାର୍ଡ଼ କାକା ସାହେବ ଦୀକ୍ଷିତଙ୍କର ପରିଚିତ ଥିଲେ ଏବଂ ସେମାନଙ୍କୁ ପ୍ରଥମ ଶ୍ରେଣୀ ଡବାରେ ବସାଇ ଦେଲେ। ଏହି ପ୍ରକାର ସ୍ୱଚ୍ଛନ୍ଦରେ ଯାତ୍ରା କରି ସେମାନେ କୋପରଗାଁଓ ଷ୍ଟେସନରେ ଓହ୍ଲାଇଲେ। ସେଠାରେ ନାନା ସାହେବ ଚନ୍ଦୋରକରଙ୍କୁ ଦେଖି ସେମାନଙ୍କ ଆନନ୍ଦର ସୀମା ରହିଲା ନାହିଁ। ସେ ବି ଶିରିଡ଼ି ଯାଉଥିଲେ। କାକା ସାହେବ ଓ ନାନା ସାହେବ ପରସ୍ପରକୁ କୋଳାଗ୍ରତ କଲେ ଏବଂ ଗୋଦାବରୀ ନଦୀରେ ସ୍ନାନ କରିବା ପରେ ତିନି ବନ୍ଧୁ ମିଶି ଶିରିଡ଼ି ଯାତ୍ରା ବାହାରିଲେ। ବାବାଙ୍କୁ ଦର୍ଶନ କରିବା ପରେ କାକା ସାହେବଙ୍କ ମନ ଦ୍ରବୀଭୂତ ହୋଇଗଲା। ଆଖିରୁ ଆନନ୍ଦାଶ୍ରୁ ବହି ଚାଲିଲା ଏବଂ ଆନନ୍ଦରେ ସର୍ବାଙ୍ଗ ଶରୀର କମ୍ପିତ ହେବାକୁ ଲାଗିଲା। ବାବା ତାଙ୍କୁ କହିଲେ, ମୁଁ ଅନେକ ଦିନ ହେଲା ତୁମ ପ୍ରତୀକ୍ଷାରେ ଥିଲି। ତୁମକୁ ଆଣିବା ପାଇଁ ମୁଁ ଶ୍ୟାମାକୁ ପଠାଇଥିଲି। କାକା ସାହେବ ବହୁ ବର୍ଷ ବାବାଙ୍କର ଦିବ୍ୟ ସାନ୍ନିଧ୍ୟରେ ଅତିବାହିତ କଲେ। ଶିରିଡ଼ିରେ ସେ ଗୋଟିଏ ୱାଡ଼ା ତିଆରି କଲେ, ଯାହା ପ୍ରାୟତଃ ତାଙ୍କର ସ୍ଥାୟୀ ଘର ହୋଇଯାଇଥିଲା। ବାବାଙ୍କଠାରୁ ତାଙ୍କର ଯେତେ ସବୁ ଅନୁଭବ ପ୍ରାପ୍ତ ହେଲା, ସେ ସବୁ ଏଠାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ପାଠକମାନେ ଶ୍ରୀ ସାଇଲୀଳା ପତ୍ରିକାର କାକା ସାହେବ ଦୀକ୍ଷିତ ବିଶେଷାଙ୍କ ଭାଗ 12 ସଂଖ୍ୟା 6ରୁ 9 ପାଠ କଲେ ତାହା ଜାଣିପାରିବେ। ତାଙ୍କର କେବଳ
ଗୋଟିଏ ଅନୁଭୂତି ଉଲ୍ଲେଖ କରି ଆମେ ଏହି କଥା ସମାପ୍ତ କରିବା। ବାବା ତାଙ୍କୁ କହିଥିଲେ, ଅନ୍ତିମ ସମୟରେ ସେ ତାଙ୍କୁ ବିମାନରେ ବସାଇ ନେଇଯିବେ। ତାହା ସତ୍ୟ ପ୍ରମାଣିତ ହେଲା। 1926 ମସିହା ଜୁଲାଇ 5 ତାରିଖରେ ସେ ହେମାଡ଼ପନ୍ତଙ୍କ ସହିତ ରେଳରେ ବସି ଯାତ୍ରା କରୁଥିଲେ। ଉଭୟଙ୍କ ମଧ୍ୟରେ ସାଇଲୀଳା ବିଷୟରେ ଆଲୋଚନା ଚାଲିଥିଲା। କାକା ସାହେବ ବାବାଙ୍କ ପ୍ରେମରେ ତଲ୍ଲୀନ ହୋଇଯାଇଥିଲେ। ଏହି ସମୟରେ ହଠାତ୍ ହେମାଡ଼ପନ୍ତଙ୍କ କାନ୍ଧରେ ଆଉଜି ପଡ଼ିଲେ ଏବଂ ବିନା କୌଣସି ଯନ୍ତ୍ରଣା ଓ କଷ୍ଟରେ ଶେଷ ନିଶ୍ୱାସ ତ୍ୟାଗ କଲେ। ସନ୍ଥଙ୍କ ଭ୍ରାତୃବତ୍ ପ୍ରେମ। ଶ୍ରୀ ଟେମ୍ବେ ସ୍ୱାମୀ ଏବେ ପରବର୍ତ୍ତୀ କାହାଣୀ ଆଲୋଚନା କରିବା, ଯେଉଁଥିରୁ ସନ୍ଥମାନେ ପରସ୍ପର ପ୍ରତି କିପରି ଭ୍ରାତୃବତ୍ ପ୍ରେମ କରନ୍ତି ତାହା ସ୍ପଷ୍ଟ ହୁଏ। ଥରେ ଶ୍ରୀ ବାସୁଦେବାନନ୍ଦ ସରସ୍ୱତୀ, ଯିଏକି ଶ୍ରୀ ଟେମ୍ବେ ସ୍ୱାମୀ ନାମରେ ପ୍ରସିଦ୍ଧ, ଗୋଦାବରୀ ତଟ ରାଜମହେନ୍ଦ୍ରୀଠାରେ ଶିବିର ପକାଇଥିଲେ। ସେ ଦତ୍ତାତ୍ରେୟ ଭଗବାନଙ୍କର କର୍ମକାଣ୍ଡୀ ଜ୍ଞାନୀ ତଥା ଯୋଗୀ ଭକ୍ତ ଥିଲେ। ପୁଣ୍ଡଳୀକରାଓ ନାମରେ ନାନ୍ଦେଡ଼ର ଜଣେ ଓକିଲ ତାଙ୍କର ବନ୍ଧୁଙ୍କ ସହ ସ୍ୱାମୀଜୀଙ୍କୁ ଭେଟିବାକୁ ଆସିଲେ ଏବଂ ଆଲୋଚନା ସମୟରେ ସାଇବାବାଙ୍କର କଥା ପଡ଼ିଲା। ବାବାଙ୍କର ନାମ ଶୁଣି ସ୍ୱାମୀଜୀ ତାଙ୍କୁ କରବଦ୍ଧ ପ୍ରଣାମ କଲେ ଏବଂ ପୁଣ୍ଡଲୀକରାଓଙ୍କୁ ଗୋଟିଏ ନାରିକେଳ ଦେଇ କହିଲେ, ମୋର ଭ୍ରାତା ଶ୍ରୀ ସାଇଙ୍କୁ ଏହା ଅର୍ପଣ କରିବ ଏବଂ
ମୋର ପ୍ରଣାମ ଜଣାଇ ଏହା ପ୍ରାର୍ଥନା କରିବ ଯେ ସେ କେବେ ମୋତେ ଭୁଲିବେ ନାହିଁ ତଥା ସର୍ବଦା ମୋ ପ୍ରତି କୃପା ଦୃଷ୍ଟି ରଖିଥିବେ। ସେ ଏହା ମଧ୍ୟ କହିଲେ ଯେ ସାଧାରଣତଃ ସାଧୁମାନେ ଜଣେ ଅନ୍ୟ ଜଣଙ୍କୁ ପ୍ରଣାମ କରନ୍ତି ନାହିଁ। ତେବେ ସାଇଙ୍କ କଥା ତ ସ୍ୱତନ୍ତ୍ର। ପୁଣ୍ଡଳୀକରାଓ ତାଙ୍କର ନାରିକେଳ ଓ ସନ୍ଦେଶ ବାବାଙ୍କୁ ପ୍ରଦାନ କରିବେ ବୋଲି କହିଲେ। ଟେମ୍ବେ ସ୍ୱାମୀ ବାବାଙ୍କୁ ଭ୍ରାତା ବୋଲି କହିବା ଯଥାର୍ଥ ଥିଲା, କାରଣ ବାବାଙ୍କ ଭଳି ସେ ମଧ୍ୟ ଅଗ୍ନିହୋତ୍ର ବ୍ରତ ପାଳନ କରୁଥିଲେ। ମାସେ ପରେ ପୁଣ୍ଡଳୀକରାଓ ତାଙ୍କର କେତେକ ବନ୍ଧୁଙ୍କ ସହିତ ଶିରିଡ଼ି ଗଲେ। ଟେମ୍ବେ ସ୍ୱାମୀ ଦେଇଥିବା ନାରିକେଳଟିକୁ ମଧ୍ୟ ସାଙ୍ଗରେ ନେଇଥିଲେ। ମନମାଡ଼ ନିକଟରେ ସେମାନେ ପହଞ୍ଚିଛନ୍ତି। ତୃଷା ଲାଗିବାରୁ କେତେକ ବନ୍ଧୁ ପାଣି ପିଇବା ପାଇଁ ଏକ ଝରଣା ପାଖକୁ ଗଲେ। ଖାଲି ପେଟରେ ପାଣି ପିଇବା ଉଚିତ ନୁହେଁ, ଏହା ଭାବି ଟିକେ ଚୂଡ଼ା ଖାଇବାକୁ କାଢ଼ିଲେ, କିନ୍ତୁ ତାହା ଟାଣ ହୋଇଯାଇଥିଲା। ନଡ଼ିଆ ଭାଙ୍ଗି ସେଥିରେ ମିଶାଇଲେ ଏବଂ ସମସ୍ତେ ତାହା ଖାଇଲେ। ମାତ୍ର ଦୁର୍ଭାଗ୍ୟବଶତଃ ଯେଉଁ ନଡ଼ିଆଟି ଭଙ୍ଗା ଯାଇଥିଲା ତାହା ସ୍ୱାମୀଜୀ ଦେଇଥିବା ନଡ଼ିଆ ଥିଲା। ଏହା ଜାଣିବା ପରେ ସେମାନଙ୍କ ମନ ଦୁଃଖରେ ଭରିଗଲା। ଭୟ ହେଲା, ଏବେ କରିବେ କ'ଣ? କୌଣସି ପ୍ରକାର ସାହସ ସଞ୍ଚାର କରି ଶିରିଡ଼ିରେ ପହଞ୍ଚି ବାବାଙ୍କୁ ଦର୍ଶନ କଲେ। ବାବାଙ୍କ ନିକଟରେ ତ ସନ୍ଦେଶ ପହଞ୍ଚି ସାରିଥିଲା, ତେଣୁ ସେ ପୁଣ୍ଡଳୀକରାଓଙ୍କୁ ଦେଖିବା ମାତ୍ରେ କହିଲେ, ମୋର ଭାଇ ପଠାଇଥିବା ଜିନିଷ ଆଣ। ସେ
ବାବାଙ୍କର ଚରଣ ଜାବୁଡ଼ି ଧରି ଅପରାଧ ସ୍ୱୀକାର କଲେ ଓ କୃତକର୍ମ ପାଇଁ କ୍ଷମା ପ୍ରାର୍ଥନା କଲେ। ଏହା ବଦଳରେ ସେ ଆଉ ଗୋଟିଏ ନଡ଼ିଆ ଆଣିଦେବେ ବୋଲି କହିଲେ, କିନ୍ତୁ ବାବା ତାକୁ ଅସ୍ୱୀକାର କରି କହିଲେ, ସେହି ନଡ଼ିଆର ମୂଲ୍ୟ ଏହି ନଡ଼ିଆଠାରୁ କେତେ ଗୁଣ ଅଧିକ ତାହା କଳନା କରାଯାଇ ପାରିବ ନାହିଁ। ତଥାପି କିଛି ଚିନ୍ତା କରିବାର ନାହିଁ। ତୁମେ ନିଜକୁ କର୍ତ୍ତା ବୋଲି କାହିଁକି ଭାବୁଛ? କୌଣସି କର୍ମ କରିବା ସମୟରେ ତାହା ଯେତେ ବଡ଼ ବା ଛୋଟ ହେଉ, ନିଜକୁ କର୍ତ୍ତା ମନେ ନ କରି ଅଭିମାନ ତଥା ଅହଙ୍କାରରୁ ଊର୍ଦ୍ଧ୍ୱରେ ରହି କାର୍ଯ୍ୟ କଲେ ଶୀଘ୍ର ତୁମର ପ୍ରଗତି ହେବ। ବାବାଙ୍କର ଏହି ଆଧ୍ୟାତ୍ମିକ ଉପଦେଶ କେତେ ସୁନ୍ଦର ଥିଲା। 60 ଜନ୍ମର ପୁରୁଣା ସମ୍ପର୍କ। ଶ୍ରୀ ବାଲାରାମ ଧୁରନ୍ଧର। ଶ୍ରୀ ବାଲାରାମ ଧୁରନ୍ଧର ପ୍ରଭୁ ସମ୍ପ୍ରଦାୟର ବ୍ୟକ୍ତି ଥିଲେ। ସେ ମୁମ୍ବାଇ ସାନ୍ତାକ୍ରୁଜରେ ରହୁଥିଲେ ଓ ମୁମ୍ବାଇ ହାଇକୋର୍ଟରେ ଆଇନ ବ୍ୟବସାୟ କରୁଥିଲେ। କିଛି କାଳ ସେ ମୁମ୍ବାଇ ସରକାରୀ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ଥିଲେ। ତାଙ୍କର ପୂରା ପରିବାର ସାତ୍ୱିକ ଓ ଧାର୍ମିକ ଥିଲା। ତାଙ୍କ ସମ୍ପ୍ରଦାୟରେ ସେ କିଛି ବର୍ଷ ସେବା କଲେ ଏବଂ ସେହି ବିଷୟରେ କିଛି ଲେଖାଲେଖି ମଧ୍ୟ କଲେ। ଏହାପରେ ଆଧ୍ୟାତ୍ମିକ ଏବଂ ଧର୍ମ କାର୍ଯ୍ୟ ପ୍ରତି ତାଙ୍କର ରୁଚି ବଢ଼ିବାରେ ଲାଗିଲା। ସେ ଗୀତା, ଜ୍ଞାନେଶ୍ୱରୀ ଟୀକା ତଥା ଅନ୍ୟ ଗ୍ରନ୍ଥମାନ ଅଧ୍ୟୟନ କଲେ। ପଣ୍ଡରପୁର ବିଠୋବାଙ୍କର ସେ ଭକ୍ତ ଥିଲେ। 1912
ମସିହାରେ ସେ ଶ୍ରୀ ସାଇବାବାଙ୍କର ସାନ୍ନିଧ୍ୟରେ ଆସିଲେ। 6 ମାସ ପୂର୍ବରୁ ତାଙ୍କର ଭାଇ ବାବୁଲଜୀ ଏବଂ ବାମନ ରାଓ ଶିରିଡ଼ି ଆସି ବାବାଙ୍କର ଦର୍ଶନ କରିଥିଲେ ଓ ଘରକୁ ଫେରି ସେମାନଙ୍କର ମଧୁର ଅନୁଭୂତି ବାଲାରାମଙ୍କ ପରିବାରର ସଦସ୍ୟମାନଙ୍କୁ ଶୁଣାଇଥିଲେ। ଏହାପରେ ତାଙ୍କ ପରିବାରର ସମସ୍ତେ ଶିରିଡ଼ି ଯାଇ ବାବାଙ୍କର ଦର୍ଶନ କରିବାକୁ ସ୍ଥିର କଲେ। ସେମାନଙ୍କ ମଧ୍ୟରେ ସମସ୍ତ ପ୍ରକାର ସାତ୍ଵିକ ଭାବ ଯଥା ଅଶ୍ରୁପାତ, ରୋମାଞ୍ଚ, କଣ୍ଠାବରୋଧ ଆଦି ଜାଗୃତ ହେଲା ଏବଂ ମନ ପ୍ରସନ୍ନତାରେ ପୂରିଗଲା। ଏହାପରେ ସେମାନେ ବସା ଘରକୁ ଗଲେ ଏବଂ ଭୋଜନ ତଥା କିଛି ସମୟ ବିଶ୍ରାମ କରି ପୁଣି ମସଜିଦ୍ ଆସି ବାବାଙ୍କର ଚରଣ ବନ୍ଦନା କଲେ। ବାବା ସେତେବେଳେ ଚିଲମ ଟାଣୁଥିଲେ। ବାଲାରାମଙ୍କୁ ସେ ଚିଲମ ବଢ଼ାଇଦେଲେ। ଏପର୍ଯ୍ୟନ୍ତ ସେ କେବେ ଧୂମପାନ କରିନଥିଲେ। ମାତ୍ର ବାବାଙ୍କ ଇଚ୍ଛାକୁ ଅବଜ୍ଞା କରି ନ ପାରି ଚିଲମ ଧରିଲେ ଓ ବଡ଼ କଷ୍ଟରେ ଥରେ ଟାଣି ବାବାଙ୍କୁ ଫେରାଇ ଦେଲେ। ବାଲାରାମଙ୍କ ପାଇଁ ଏହା ଦୁର୍ଲଭ ମୁହୂର୍ତ୍ତ ଥିଲା। ଦୀର୍ଘ 6 ବର୍ଷରୁ ସେ ଶ୍ୱାସରୋଗରେ ପୀଡ଼ିତ ଥିଲେ, କିନ୍ତୁ ଚିଲମ ପିଇବା ମାତ୍ରେ ତାଙ୍କର ରୋଗ ଦୂର ହୋଇଗଲା। ଏହାପରେ ତାଙ୍କର ଆଉ କେବେ ଏହି କଷ୍ଟ ହୋଇନାହିଁ। 6 ବର୍ଷ ପରେ ପୁଣି ତାଙ୍କୁ ଦିନେ ଶ୍ୱାସରୋଗ ହେଲା। ତାହା ଠିକ୍ ସେହି ଦିନ ଥିଲା ଯେଉଁଦିନ ବାବା ମହାସମାଧିରେ ଲୀନ ହୋଇଗଲେ। ସେହି ଦିନ ଗୁରୁବାର ଥିଲା।
ଧୁରନ୍ଧର ପରିବାର ସେହି ରାତିରେ ଚଭାଡ଼ି ଉତ୍ସବ ମନ ଭରି ଦେଖିବାର ସୁଯୋଗ ପାଇଲେ। ଆରତି ସମୟରେ ବାଲାରାମ ବାବାଙ୍କ ମୁଖମଣ୍ଡଳରେ ଭଗବାନ ପାଣ୍ଡୁରଙ୍ଗାଙ୍କ ସ୍ୱରୂପ ଦର୍ଶନ କଲେ। ପରଦିନ କାକଡ଼ ଆରତି ସମୟରେ ଏହାର ପୁନରାବୃତ୍ତି ଘଟିଲା। ବାଲାରାମ ଧୁରନ୍ଧର ମରାଠୀ ଭାଷାରେ ସନ୍ଥ ତୁକାରାମଙ୍କର ଜୀବନୀ ଚରିତ୍ର ଲେଖିଥିଲେ, କିନ୍ତୁ ପୁସ୍ତକ ପ୍ରକାଶିତ ହେଲା ବେଳକୁ ସେ ଜୀବିତ ନଥିଲେ। ପରେ 1928 ମସିହାରେ ତାଙ୍କର ଭାଇମାନଙ୍କ ଦ୍ୱାରା ଏହା ପ୍ରକାଶିତ ହେଲା। ଏହି ପୁସ୍ତକର ପ୍ରାରମ୍ଭରେ ବାଲାରାମଙ୍କର ଏକ ସଂକ୍ଷିପ୍ତ ଜୀବନୀ ପ୍ରକାଶିତ ହୋଇଛି। ସେଥିରେ ଉପର ବର୍ଣ୍ଣିତ କଥା ଉଲ୍ଲେଖ ହୋଇଛି। ଓମ୍ ଶ୍ରୀ ସଦ୍ଗୁରୁ ସାଇନାଥାର୍ପଣମସ୍ତୁ। ଶୁଭମ୍ ଭବତୁ। ଓମ୍ ସାଇରାମ।